ପ୍ରାଇଜ୍ ଦ ଲର୍ଡ। ମୁଁ ଲିଙ୍ଗରାଜ, ଆପଣ ଦେଖୁଛନ୍ତି ଏଡି ଓଡ଼ିଆ ୟୁଟ୍ୟୁବ୍ ଚ୍ୟାନେଲ୍। ଆଜି ଓଡ଼ିଶାରେ ଖ୍ରୀଷ୍ଟିଆନ ସମ୍ପ୍ରଦାୟ ଉପରେ ଆକ୍ରମଣ ହେଉଥିବା ଘଟଣା ଗୁଡ଼ିକ ଆପଣମାନଙ୍କ ସମ୍ମୁଖରେ ରହିଅଛି। ଏହି କିଛି ଦିନ ଭିତରେ କୋରାପୁଟ ବଧୁ ଗାଁରେ କେମିତି ଖ୍ରୀଷ୍ଟିଆନ ପରିବାର ଖ୍ରୀଷ୍ଟିଆନ ଲୋକମାନଙ୍କୁ ଘରଦ୍ୱାର ଭାଙ୍ଗି ମାଡ଼ ମାରି ତଡ଼ି ଦିଆଗଲା। କୌଣସି ପ୍ରକାର ମିଡ଼ିଆ ବାଲାମାନଙ୍କର କିଛି ମନ୍ତବ୍ୟ ସାମ୍ନାକୁ ଆସିଲା ନାହିଁ। ତାପରେ ହଠାତ୍କୁ ମାଲକାନଗିରିରେ 20ରୁ 22 ଜଣଙ୍କୁ ଖ୍ରୀଷ୍ଟିଆନ ଲୋକମାନଙ୍କୁ ଶହ ଶହ ଲୋକ ଆସି ଆକ୍ରମଣ କରି ରକ୍ତାକ୍ତ ଭାବରେ ମାଡ଼ ମାରିଲେ। କୌଣସି ମିଡ଼ିଆରେ ପ୍ରଚଳିତ ହେଲା ନାହିଁ। 20-22 ଲୋକଙ୍କୁ ମାଡ଼ ମରା ହେଲା, ରକ୍ତାକ୍ତ କରାହେଲା। କେହି କହିଲେ ନାହିଁ। କୌଣସି ସେକୁଲାର ମିଡ଼ିଆ ବାଲାମାନେ ପଦେ ବି ଆବାଜ ଉଠେଇଲେ ନାହିଁ। ସେମାନଙ୍କୁ ସତେ ଯେମିତି ଗୋଟେ ପଶୁ ମଧ୍ୟ ସେମିତି ଯଦି ରକ୍ତାକ୍ତ ଅବସ୍ଥାରେ ଦେଖାଯାଏ କେଉଁଠି, ତା ବିରୋଧରେ ମଧ୍ୟ ତା ସପକ୍ଷରେ ମଧ୍ୟ ଆନ୍ଦୋଳନ କରାଯିବ, ଆବାଜ ଉଠାଯିବ ସୋସିଆଲ ମିଡ଼ିଆରେ, କିମ୍ବା ରାଜରାସ୍ତାକୁ ମଧ୍ୟ ଆସିବେ ସେକୁଲାର ଲୋକମାନେ। କିନ୍ତୁ ଲୋକମାନଙ୍କୁ 22-23 ଲୋକମାନଙ୍କୁ ମାଡ଼ ମରାଯାଇଛି ରକ୍ତାକ୍ତ ଭାବରେ। ରିସେଣ୍ଟଲି ଗୋଟେ ନ୍ୟୁଜ୍ ମୁଁ ଦେଖୁଥିଲି, ଗୋଟେ ଘଟଣା ଦେଖୁଥିଲି। ଦଳିତ ଲୋକମାନଙ୍କୁ ଗୋହତ୍ୟା ନୁହେଁ, ସେମାନେ ଗାଈ ବାଛୁରୀ କିଣି ନେଉଥିବା ସମୟରେ ଧରିବାକୁ ପାଇ ବଜରଙ୍ଗ ଦଳ ଲୋକମାନେ ସେମାନଙ୍କର ଅଧା ଚୁଟି କାଟି ଦେଇ ଅଧା ଲଣ୍ଡା କରି ସେମାନଙ୍କୁ ଆଣ୍ଠେଇ ଆଣ୍ଠେଇ ମାଡ଼ ମାରି ଚଲେଇଲେ। ସେ କଥାକୁ ଘୋର ବିରୋଧ କରାହେଲା। 2 ଜଣ ଦଳିତଙ୍କୁ ସେମିତି କରିବାରୁ ଘୋର ବିରୋଧ କରାହେଲା, ଆଉ ବିରୋଧ କରିବା ମଧ୍ୟ ଆବଶ୍ୟକ ଥିଲା। କିନ୍ତୁ ଏପଟେ ଖ୍ରୀଷ୍ଟିଆନ ଲୋକମାନଙ୍କୁ ଏତେ ଅତ୍ୟାଚାର କରାହେଉଛି, ପଦେ କେହି କହିବା ଲୋକ ନାହାନ୍ତି। ଆମର ଖ୍ରୀଷ୍ଟିଆନ ସଂସ୍ଥା ଗୁଡ଼ିକରେ ଥିବା ଡାଇରେକ୍ଟର ମାନେ, ମିଶନ ଚଲାଉଥିବା ବଡ଼ ବଡ଼ ଲୋକମାନେ ତ ଡରୁଆ ଯାକ। ସେମାନଙ୍କ ପାଖରେ ପଇସା ଅଛି, ସବୁ ଅଛି। ଦେଶ ବିଦେଶରେ ମଧ୍ୟ ସେମାନଙ୍କର ହାତ ଅଛି। ସେମାନେ କିଛି କହିବେ ନାହିଁ। ଆଉ କିଛି ଲୋକମାନେ କହିବେ ଆମେ ପାଟି ବନ୍ଦ କରିକି ରହିବା ଲୋକ, ଆମମାନେ ପିଠି ଦେଖେଇ ଦେବା ଲୋକ, ଆମମାନେ କିଛି କହିବା ନାହିଁ, ଏମିତି ମଧ୍ୟ କୁହନ୍ତି। କିନ୍ତୁ ବାକ୍ୟରେ ଲେଖାଯାଏ, ପାଉଲ କହୁଛନ୍ତି ଯେ ସମ୍ବିଧାନକୁ, ଦେଶର ଶାସନକର୍ତ୍ତା ମାନଙ୍କର ବି ଆମମାନେ ବଶୀଭୂତ ହେବା ଦରକାର। ଆମମାନେ ସମ୍ବିଧାନର ବି ବଶୀଭୂତ ହେବା ଦରକାର। ସମ୍ବିଧାନ ଆମମାନଙ୍କୁ ସ୍ୱତନ୍ତ୍ରତା ଦେଉଅଛି, ଆମମାନଙ୍କୁ ଅଧିକାର ଦେଉଅଛି। ପାଉଲ ଗୋଟେ ସ୍ଥାନରେ କହୁଛନ୍ତି ଯେ ମୁଁ ଜଣେ ରୋମିଓ ହେଲେ ସୁଦ୍ଧା ମୋତେ ବିନା ବିଚାରରେ କାହିଁକି ଦଣ୍ଡ ଦିଆଯାଉଛି? ଆମମାନଙ୍କୁ କ'ଣ ଅଧିକାର ନାହିଁ? ଆମେ କ'ଣ ଯୀଶୁଙ୍କର ପ୍ରଚାର କରିବା, ଯୀଶୁଙ୍କର ବାକ୍ୟ କହିବା, ଯୀଶୁଙ୍କ ପ୍ରାର୍ଥନା କରିବା ଆମର ଅଧିକାର ନାହିଁ? ଆମମାନେ ଆବାଜ ଉଠାଇ ପାରିବ ନାହିଁ? କିନ୍ତୁ ଖ୍ରୀଷ୍ଟିଆନ ଲୋକମାନେ ଭାବୁକ ହେଇ ଅତ୍ୟଧିକ ସେମାନେ ନିଜକୁ ସାଧୁ ଭାବରେ ପରିଚିତ କରିବାକୁ ଯାଇ କୁହନ୍ତି ଯେ ଆମମାନେ ପାଟି ବନ୍ଦ କରିକି ରହିବା ଲୋକ, ଆମମାନେ ପିଠି ଦେଖେଇ ଦେବା ଲୋକ। ଏଇଟା ଏକ ପ୍ରକାର ଭୟାଳୁ ଆତ୍ମା, ମାନେ ଡର ଭୀରୁତାର ଆତ୍ମା ହେଇପାରେ। ଏବେ ଆମ ଭାଇମାନେ ଯଦି ମାଡ଼ ଖାଉଛନ୍ତି, ଅତ୍ୟାଚାର ଶିକାର ହେଉଛନ୍ତି, ଆମମାନେ କିଛି ମଧ୍ୟ କହିବା ନାହିଁ ସରକାର ସମ୍ମୁଖରେ, ତାହେଲେ ଆମମାନେ ଗୋଟେ ସ୍ୱାର୍ଥପର ଅଟୁ। ଆମମାନେ କିଛି ଆବାଜ ଉଠାଉନାହୁଁ, ଆମମାନେ ଡରି ଯାଉଛୁ କାଳେ ଆମ ଉପରେ ମଧ୍ୟ ସେମିତି ହେବ। ଆଉ ଖାସ୍ କଥା ଏହା ଯେ ଯେଉଁ ଲୋକମାନେ ମଧ୍ୟ ଆକ୍ରମଣ କରୁଛନ୍ତି, ସେମାନେ ନିଜକୁ ଭାବୁଛନ୍ତି ଆମମାନେ ବହୁତ ବଡ଼ ହିରୋ, ବହୁତ ବଡ଼ ଭଲ କାମ କଲୁ, ଆଉ ମନେ ମନେ ଭାବନ୍ତି ସେ ପ୍ରକାର କାମ କରୁଥିବା ଲୋକମାନଙ୍କୁ, ଯେମିତି ଦାରା ସିଂକୁ ସପୋର୍ଟ କରୁଥିବା ଲୋକମାନେ ବା ଖ୍ରୀଷ୍ଟିଆନ ଲୋକମାନଙ୍କୁ ମାରିବା ଲୋକମାନେ ହେଲେ ଧର୍ମରକ୍ଷକ, ଧର୍ମର ଯୋଦ୍ଧା, ଏମିତି ଭାବୁଥିବା ଲୋକମାନେ ଭାବନ୍ତି ଯେ ଏଇଟା ସବୁ ଭଲ, ଧର୍ମ ପାଇଁ ଆମମାନେ ଲଢ଼େଇ କରୁଛୁ। ଧର୍ମ କେବେ କୌଣସି ଈଶ୍ୱର, କୌଣସି ଦେବତା, କୌଣସି ବ୍ରହ୍ମା ବିଷ୍ଣୁ ମହେଶ୍ୱର ଯିଏ ବି ହୁଅନ୍ତୁ, ସେ ମଣିଷକୁ ମାରିବା ପାଇଁ ଶିକ୍ଷା ଦିଅନ୍ତି ନାହିଁ। ହିନ୍ଦୁ ଧର୍ମ ଗ୍ରନ୍ଥର ମୂଳ ମନ୍ତ୍ର ହେଲା ଯେ ଅହିଂସା ହିଁ ପରମ ଧର୍ମ।
ଅହିଂସା ହିଁ ଧର୍ମ। ଗୋଟେ ଛୋଟ ପିମ୍ପୁଡ଼ିକୁ ମାରିବାକୁ ମଧ୍ୟ ହିନ୍ଦୁ ଧର୍ମ ମନା କରିଥାଏ। ସେ ଆଧାରରେ ଅନେକ ସାଧୁ ସନ୍ତମାନେ ନିରାମିଷ ଅଟନ୍ତି, ଆମିଷ ଖାଆନ୍ତି ନାହିଁ। କିନ୍ତୁ ଏପଟୁ ମଣିଷମାନଙ୍କୁ ମାରି ଧର୍ମକୁ ରକ୍ଷା କରୁଛୁ ବୋଲି ମଧ୍ୟ କହିବା ଲୋକ ଅଛନ୍ତି। କେତେ ଦୁଃଖର କଥା, କେତେ ସନ୍ତାପର କଥା, ମଣିଷ ସମାଜ ପାଇଁ କେତେ କଳଙ୍କର କଥା। ଜଣେ ଗୁଣ୍ଡା ଲୋକ, ମଣିଷ ମାରିବା ଲୋକ, ମଦୁଆ ଲୋକ, ସିଏ ଯାଇକି ଯଦି ଧର୍ମ ନାମକୁ ନେଇ କାହାକୁ ମାରିଲା, ସିଏ ହେଲା ଧର୍ମରକ୍ଷକ। କେତେ ଆଶ୍ଚର୍ଯ୍ୟ ବିଷୟ, କେତେ ଦୁଃଖର ବିଷୟ, ଆପଣମାନେ ନିଜେ ଚିନ୍ତା କରନ୍ତୁ। ଆଉ ଏହି ସମୟରେ ଦଳିତ ଲୋକମାନେ ଏକଜୁଟ ହେବା କଥା, ଏକଜୁଟ ହେବା ଏବଂ ଖ୍ରୀଷ୍ଟିଆନ ହେଉ କି ମୁସଲିମ ହେଉ, ଯେତେବେଳେ ଦଳିତ ଲୋକମାନଙ୍କ ମାଇନରିଟି ଉପରେ ଆକ୍ରମଣ ହେଉଛି, ସମସ୍ତେ ଏକଜୁଟ ହୋଇ ଆବାଜ ଉଠାଇବା କଥା। କାହିଁକି ନା এই ଖ୍ରୀଷ୍ଟିଆନ ଲୋକମାନଙ୍କୁ ହିଁ ଏମାନେ ତାଡ଼ନା କରନ୍ତି ନାହିଁ, ଦଳିତ ଲୋକମାନଙ୍କୁ କହିଲେ ଏମାନେ ତାଡ଼ନା କରନ୍ତି। ଏ କଥାକୁ ଆମେ ସମସ୍ତେ ଜାଣିବା ଦରକାର। ଆଉ ଖ୍ରୀଷ୍ଟିଆନ ଲୋକମାନେ କେବେ ଚେତିବେ, କେବେ ଜାଗିବେ? ଖ୍ରୀଷ୍ଟିଆନ ଲୋକମାନେ କାହାକୁ ଆକ୍ରମଣ କରନ୍ତୁ ଏଇଟା ଆମେ କହିବା ନାହିଁ, ଆମର ଉଦ୍ଦେଶ୍ୟ ତାହା ନୁହେଁ। ଖ୍ରୀଷ୍ଟିଆନ ଲୋକମାନେ ପ୍ରାର୍ଥନା ତ କରିବେ, ତା ସହିତ ଆଇନ କାନୁନର ବ୍ୟବହାର ମଧ୍ୟ କରିବେ, କାନୁନକୁ ବ୍ୟବହାର କରିବେ। ବାକ୍ୟ ଆମମାନଙ୍କୁ ସ୍ପଷ୍ଟ ଭାବରେ ଏଲାଉ କରୁଅଛି। ଆଉ ଆମର ଭାରତର ସମ୍ବିଧାନ ବାଇବେଲ ବିରୋଧୀ ନୁହେଁ। ଭାରତର ସମ୍ବିଧାନ ବାଇବେଲ ଆମ ଖ୍ରୀଷ୍ଟିଆନ ଧର୍ମର ପ୍ରଚାରକ ମାନଙ୍କ ପାଇଁ ଗୋଟେ ସ୍ପେଶାଲ ଲେଖାଯାଇଛି ଯେ ଧର୍ମର ପ୍ରଚାର ପ୍ରସାର ଆମମାନେ କରିପାରିବା। ବହୁତ ଦୁଃଖର ବିଷୟ, ବର୍ତ୍ତମାନ ସମୟରେ ଯେଉଁ ମାଲକାନଗିରି ଆଉ କୋରାପୁଟରେ ଘଟଣା ଘଟିଅଛି, ତାହା ପ୍ରତ୍ୟେକ ଡିଷ୍ଟ୍ରିକ୍ଟରେ ଘଟିବ ଯଦି ଖ୍ରୀଷ୍ଟିଆନ ଲୋକମାନେ ସଚେତନ ହେବେ ନାହିଁ। ସେଥିପାଇଁ ପ୍ରାର୍ଥନା କରନ୍ତୁ। ପ୍ରାର୍ଥନା କରିବା ସହିତ ଆମମାନେ ସୋସିଆଲ ମିଡ଼ିଆରେ ବିଗତ ଦିନମାନଙ୍କରେ ଯେମିତି ଆବାଜ ଉଠାଉଥିଲୁ, ପ୍ରତ୍ୟେକ ଲୋକ ସେମିତି ଆବାଜ ଉଠାଇବା ଦରକାର। ସେ ଯେକୌଣସି ଡିନୋମିନେସନ ଲୋକ ହେଉନା କାହିଁକି, ଅନୁଷ୍ଠାନ ଯାହା ମଧ୍ୟ ହେଉନା କାହିଁକି, ଆମମାନେ ଗୋଟେ ଲୋକ ଉପରେ ଆକ୍ରମଣ ହେଲେ ନିଶ୍ଚୟ ତା ସପୋର୍ଟରେ ଠିଆ ହେବା ଦରକାର। ତା ପାଇଁ ଆମମାନେ ସାମ୍ବିଧାନିକ ଭାବରେ, କାନୁନି ଦ୍ୱାରା ଆମମାନେ ଆବାଜ ଉଠାଇବା ଦରକାର।